तस्मै श्री गुरवे नमः गच्छामि अजिकी दीर्घ दिन बीतीगला खाली से कंटक बନରେ खाली फलमूल खाई मो जीवनटा बिताऊँगी और केते दिन से घोर जंगल रही ना निहाती गोटाए मत प्राणटा तैयारी करने को हम गोटाए संपूर्ण भवने घोर कली जुग और कली जुग बल्ले भगवान किसी लोक मुंडटा भी काटवा पड़ो कंटक बनर मोहन बाबू से पुणी पाहाच पर पाहाच चढ़ी प्राणटा मु एका करी प्रथम से नटम को ढकबी तापर प्राणटा तैयारी करी अबे सोनाटा केते दिन मो सहित साक्षात करूनी डॉक्टर फेरंता पद को अपेक्षा करे
আমি করবে করবে আমি করবে আমি গৌটি ধেলু ভাই সকালু আসে বহুত বেলা অপেক্ষা করি বুঝিল বেটা আমি তোকে বহুত সময় হেলানি এটি আসিছি বহুত সময় হেলানি এঠারে অপেক্ষা করছন্তি এরা গুলো অপরাধী ছান্তি ঘর লোক ଟିକେ କାମ କରୁ କରୁ ଆସିବା ସମୟ ଟିକେ ଲେଟ୍ ହେଇଗଲା ଆଉ ଅନ୍ୟ ଦିନ ବିଳମ୍ବ କରିବନି ବୁଝିଲୁ ନା ଗୁରୁ ନା କେବେ ବିଳମ୍ବ ହବନି ବୁଝିଲୁ ବେଟ ଆମେ ସେ କଣ୍ଟକ ବନରେ ମାନେ କେତେ ଦିନ ଏମିତି ଫଳମୂଳ ଖାଇକି ବଞ୍ଚିବା ଆଉ କେତେ ଦିନ ସେ କଣ୍ଟକ ବନରେ ଫଳମୂଳ ଖାଇ ବଞ୍ଚିବା କହିଲ ଗୁରୁ ଆମେ ସେଥିପାଇଁ ତ ମୁଁ ଗୋଟାଏ ପ୍ଲାନ୍ଟା ତିଆରି କରୁଛି ସେଥିପାଇଁ ଆପଣ ପ୍ଲାନ୍ଟା ତିଆରି କରୁଛନ୍ତି ଆରେ ବାପା ବୁଝିଲୁ ନା ତ ମାନେ ଏଇଟା ଗୋଟାଏ ହଉଛି ସମ୍ପୂର୍ଣ୍ଣ ଭାବରେ ଘୋର କଲିଯୁଗ ଏଇଟା ହଉଛି ସମ୍ପୂର୍ଣ୍ଣ ଘୋର କଲିଯୁଗ ଆଉ କଲିଯୁଗରେ ଭଲ ଭୋଗ ପାଇଁ ହେଲେ କିଛି ଲୋକଙ୍କ ମୁଣ୍ଡଟା ବି କାଟିବାକୁ ପଡିବ ଏଇ କଲିଯୁଗରେ ଏଇ ନେତା ମାନେ ହଉଛନ୍ତି ଆମର ଗୋଟେ ଗୋଟେ ଶତ୍ରୁ ଆମେ ହଉଛୁ ଖତି ଖିଆ ଲୋକ ଏଇ ନେତା ମାନେ ହଉଛନ୍ତି ନା ଟଙ୍କା ଦିଆ ନେତା କେମିତି କରିବା କଣ କରିବା ମତେ ବୁଝିବାଟ ଦିଶୁନି ବୁଝିଲୁ ଲୋକ ଆମେ ସେଥିପାଇଁ ମୋତେ ତ ଅପେକ୍ଷା କରିଥିଲି ବୁଝିଛ ହେଲେ ଜଙ୍ଗଲ ଭିତରେ ଆଉ କେତେ ଦିନ ରହିବା ନିହାତି ଭାବରେ କୋଉ ରାଜ୍ୟକୁ ଆମେ କେତେ ବୁଲିବାକୁ ଯିବାକୁ ପଡିବ ନା ଆଉ ଗୋଟେ ଅସୁବିଧା ଅସୁବିଧାରେ ହେଲେ ଗୁରୁ କାଲି ଯାଇଥିଲି ସେ ସୁବର୍ଣ୍ଣପୁରକୁ ସୁବର୍ଣ୍ଣପୁରକୁ ଯାଇଥିଲୁ ସେଇଥିରେ ଗୋଟିଏ ମାଙ୍କ ମନ୍ଦିର ଅଛି ସେଇ ମାଙ୍କ ମନ୍ଦିରରେ ହୀରା ମୋତି ମାଣିକ ବହୁତ ଅଛି ଏତେ ଧନ ସମ୍ପତ୍ତି ଦେଖିକି ଆରେ କେବେ ଆଣିପାରିଲୁନି କି আবে তাকে তো মজা করিবারিও রে ଦେଖିବା ସମୟରେ ପଡ଼ିଗଲା
ଗୋଡ଼େଇ ଥାନ୍ତୁ। କୋରାପୁଟ ଦୁଇ ନମ୍ବର ଧନ୍ଦାରେ କେମିତି କହିବି କେମିତି କହିବି ଯେତେବେଳେ ତୁ ମନ୍ଦିରରୁ ମାନେ ସେଇ ହୀରାଟା ଚୋରି ତ କରୁଥଲୁ ଯେତେବେଳେ ତତେ ଦେଖିଦେଲା ଲୋକଙ୍କୁ ତୁ ଚିହ୍ନେଇ ପାରିବୁ ଚିହ୍ନେଇ ପାରିବୁ ତ ଆମେ ନିହାତି ଭାବରେ ସେମାନଙ୍କ ମନ୍ଦିରର ହୀରା ନୀଳ ମୋତି ମାଣିକ୍ୟର ଆମେ ପୁରା ସମ୍ପତ୍ତିଟା ଆମେ ହାସଲ କରିବା ଏମିତି ଭାଷଣ ମାରିଲେ କ'ଣ ହେବ ବୁଝିଲୁ ଡଟ ଆଉ ଆମେ ବିଳମ୍ବ କରିବାନି ଯଥାଶୀଘ୍ର ସେ ସୁବର୍ଣ୍ଣପୁର ରାଜ୍ୟକୁ ଆମେ ଆକ୍ରମଣ କରିବା ଆମେ ଗୁରୁ ସଭା ଧର୍ମ ସଭା ଆମେ ସେଥିରେ ସେନାପତି ଶକୁନି ଥାଇ ଦୁର୍ବଂଶ ଯେମିତି ବିନାଶ କରିଥିଲା ଆମେ ଠିକ ସେମିତିଟା ଏଇ ମୋହନ ବାବୁଟା ବି ସେ ସୁବର୍ଣ୍ଣପୁର ରାଜ୍ୟଟାକୁ ମାଟିରେ ମିଶାଇ ଦେବ ଖାଲି ସମୟକୁ ଅପେକ୍ଷା କର ଏଇ ମୁହୂର୍ତ୍ତରେ ଆକ୍ରମଣ କରିବା ସେ ସୁବର୍ଣ୍ଣପୁର ରାଜ୍ୟଟାକୁ ଠିକ ଅଛି ଗୁରୁ ଏଠିରେ ବସି ବିଳମ୍ବ କରିବା ନାହିଁ ସେ ଯଦି ସେଇ ରାଜାଙ୍କ ପାଖରେ ଯଦି କହିଦିଏ ଆମ ରାସ୍ତା ଆଉ ସଫା ହେବନି ଠିକ ଅଛି ଆମେ ସେ ରାଜ୍ୟକୁ ଆକ୍ରମଣ କରିବା ଠିକ ଅଛି ଗୁରୁ ନମସ୍ତେ ଭଲରେ ଥାନ୍ତୁ ସମସ୍ତେ ଖାଲି କ'ଣ ସେତିକି ଆଜି କୋଉ ଯାତ୍ରାରେ ଆଉ ଆଜି ମାଙ୍କ ଯାତ୍ରା ମାଙ୍କ ଯାତ୍ରା ଆମେ ସେ ମାଙ୍କ ଯାତ୍ରା ଅବସରରେ ଏଇ ମୋହନ ବାବୁର ଆଉ ସୁରେନ୍ଦ୍ରର ସମସ୍ତଙ୍କୁ ମୋର ଜୁଆର ସମସ୍ତଙ୍କୁ ମୋର ଜୁଆର ଅବିଳମ୍ବ କରିବାରେ ଏଇଥର ସେ ସୁବର୍ଣ୍ଣପୁର ଯାତ୍ରା କରିବା ତେବେ ଯିବା ସେ ସୁବର୍ଣ୍ଣପୁର ଯାତ୍ରା ଗୁରୁ ମୋର ବାତ୍ର କେତେବେଳେ କହୁଛି କାହାକୁ ହାରି ଦେବି ଆଉ କେତେବେଳେ କହିବ ନଟ ସେଇ ଘରରେ ଗୋଟିଏ ସ୍ତ୍ରୀ ଲୋକ ଅଛି ତାକୁ ଯାଇକି ଆଉ କେତେବେଳେ କହିବ ନଟ ସେଇ ଘରରେ ଧନ ସମ୍ପତ୍ତି ଅଛି ତାହାକୁ ଚୋରି କରିକି ହେଲେ ଗୁରୁ ମୋର ବାତ୍ର ହେଲେଣି ହେଲେ ମୋର କଣ ଯିବ କି ଯାଏ ବାପା ମୁଁ ତ ଲୋକଙ୍କର ଅନ୍ନ ଖାଇବା ଲୋକ ଧୀରେ ଆସେ ଜଣା ମୁଣ୍ଡରେ ଧୀରେ ଆସେ ଜଣା ମୁଣ୍ଡରେ ବୁଢା ବୁଲି କଥା ବୁଝାରେ ବୁଢା ବୁଲି କଥା ବୁଝାରେ अरे भाई माने जब भक्ति टिकी जाचे ते बबना रे
তো অবস্থা খারাপ হব। আরে বাবা ମୁଁ ଏଠି ବେଶୀ ସମୟ କରିବି ନାହିଁ ମୋ ଗୁରୁଙ୍କ ପଛ ପଛରେ